ତାଙ୍କୁ ମୁଁ କ୍ୱେଶ୍ଚିନ୍ କରିବା ପାଇଁ ଚାହୁଁଛି ସେ ମୋତେ ବାହା ହେଇଥିଲେ କେତେ ବର୍ଷରେ? ଯଦି ପୁଅକୁ ହେଲା 11 ବର୍ଷ ତାହେଲେ ତାକୁ 14 ବର୍ଷରେ ମୁଁ କେମିତି ଆଣିଲି? ଯୋଉ କଥାଟା ସିଏ କହିଦେବେ ସେ କଥାଟା ଅକ୍ଷର ଅକ୍ଷର ପାଳନ ହୁଆ ମାନେ ହେବା ଯଥେଷ୍ଟ ନୁହେଁ। ପୁଅକୁ 10 ବର୍ଷ, ବିବାହର ହଉଛି 11 ବର୍ଷ, ତାହେଲେ ସିଏ କେମିତି 14 ବର୍ଷର ବୟାନ ଦଉଛନ୍ତି? वकिल जहाँ आज कहते तो 14 वर्ष होता जहाँ सोनाली ग्रुप कागज जोड़ा बयान रखिए कोर्टे 14 वर्ष होता अपहरण कला करते प्रलोभित कर ଆଜ୍ଞା ଯଦି ସିଏ ବୟାନ ଦଉଛନ୍ତି ତାଙ୍କ ଓକିଲ, ସେ ଓକିଲ ମହାଶୟଙ୍କୁ ମୋର ନମସ୍କାର ଜଣାଉଛି। ଆପଣ ଓକିଲ ହେଇଛନ୍ତି ବିଚାର କରିବା ପାଇଁ, ବିଚାର ଦୁଇଟି ପକ୍ଷରୁ ବିଚାର କରନ୍ତୁ, ଯାହାକୁ ଉଚିତ ନ୍ୟାୟ ଦେବା କଥା ଦିଅନ୍ତୁ। କାହା ପ୍ରଲୋଭନରେ ପଡ଼ିକି ଆପଣ ନ୍ୟାୟ ନେବାଟା ଆଜ୍ଞା ଏଇଟା ଅନୁଚିତ। ତାହେଲେ ଆପଣ କଣ ଶପଥ ପାଠ କରିଛନ୍ତି, କଣ ସମାଜ ଆଗକୁ ଦୁନିଆ ଆଗରେ ଆପଣ କଣ କାହାକୁ ନ୍ୟାୟ ଦେବେ? ଶ୍ରୀକ୍ଷେତ୍ର ବାବୁ प्रथम कथा हूँ आपण उभय बह कले किंतु बहटी प्रकृत में कौन थिला नाबालिका सी थिले ना साबालिका? ନା ସେ ସାବାଳିକା ଥିଲେ। केते वर्ष? ତାଙ୍କୁ ବିବାହ କରିବାର ବୋଧେ 19 ବର୍ଷ 18 ବର୍ଷ ପ୍ଲସ୍ ହେଇଯାଇଥିଲା। 18 ବର୍ଷ ହିସାବ କରିଦିଅନ୍ତୁ। 2013ରେ ମୁଁ ମ୍ୟାରେଜ କରିଥିଲି, ଏବେ 2025, 12 ବର୍ଷ। ପୁଅକୁ ହେଲା 11 ବର୍ଷ। ଚିନ୍ତା କରନ୍ତୁ, ଆପଣ ଓଡ଼ିଶାବାସୀ ବିଚାର କରିବେ। बर्तमान 27 वर्ष। 29 ବର୍ଷ ଆଜ୍ଞା। ମୋ ପାଖରେ ଭୋଟର ଆଇଡି ପ୍ରୁଫ୍ ଅଛି। ये वकिल कहया कथा कि बर्तमान 27 वर्ष 14 वर्ष गर्भवती करैथिले आपण ତାହେଲେ ସେ ଆଇନର ସହାୟତା କାହିଁକି ନେଇ ନଥିଲେ? घर लोक गरीब थिले ବେକାର କଥା ଆଜ୍ଞା, ମିଥ୍ୟା କଥା। ଯଦି ଗରିବ ଥିଲେ ତାହେଲେ 14 ବର୍ଷ ତଳେ ଆଇନ ନେଇନଥିଲେ। ଏସବୁ କେସରେ ସରକାର କେବେ ବି ଦୋଷୀକି ଦଣ୍ଡିତ ଦବାଟା ତାର ହଉଛି ହକଦାର ଅଧିକାର। ତାହେଲେ ଏଇଟା କଥାଟା ଆଜ୍ଞା ସବୁଠୁ ଗୋଟେ ହାସ୍ୟାସ୍ପଦ କଥାକୁ ଯାଉଛି। ଗରିବ ଝିଅଟେ ହଉ କି ଗରିବ ପରିବାରଟି ବି ହଉ, ନ୍ୟାୟକୁ ନ୍ୟାୟ ହିଁ ପାଇବ, କେବେ ନ୍ୟାୟ ଅନ୍ୟାୟରେ ଯିବନି। ତାହେଲେ ସେବେ ସେ ବିଚାର ନେଲେନି, ତାଙ୍କ ଗରିବ ପରିବାର ଲୋକ ସେ ନେଲେନି। ଆଜି ତାହେଲେ କଣ ଧନୀ ହେଇଗଲେ ବୋଲି ସେ ମୋ ନାଁରେ କେସ୍ ଦେବାକୁ ଆସିଲେ? କୁହନ୍ତୁ ଆଜ୍ଞା। प्रकृत में कौन होता घटना कहीं एमती मनांतर है कहीं आपण धरिकी केते वर्ष बुली जब आरंभ घर आनी तेबेठू केते वर्ष एमती बाहर बुलिला यात्रा पेंडाल को जाइए? बहुत सुख और शांति समृद्धि आम संसार चली दीर्घ 3 वर्ष पर्यंत। 3 वर्ष भितर आम दुई जन भितर गोटे कलाघात जान नी सी आम परिवार को विच्छिन्नता कर आज सोशल मीडिया माध्यम तो समस्त सब कथा बाहर गुमर, ताहले गुमर खोल निश्चित। एक कला पेढ़ी गुमर खोल बहुत जल्दी। किंतु आम भितर मजा जड़े नौ किंतु आम सजा 2 जन पाऊ, मु आ मो स्त्री जो सोनाली मैडम। कष्ट यह हूँ सोनाली मैडम बुझी पारु नाहंती पर कथारे पड़ी निजर संसार आ निजर छुआ आम 2 जन भीतर गोटे निरीह छुआटे भी बलि पड़ जाऊँ। सोनाली मैडम बुझी पारु नाहंती जे तांको कथारे पड़ी जदि आज तुम मो ना केस करुच कि जहाँ भी करुच, काली सकाळ पाईगले किसी असुविधा है सी भी सामना करेंगे। से ही पुओ ही मार परिचय दब ये मो माँ बोली। मेडिकल केस हो कि जो भी केस हो से ही पुओ ही दब ये हूँ मो माँ बोली। आज किंतु माँ दे पारुनी पुओर परिचय, बहुत दुख लगुच। माँ तो अभियोग आणुଛନ୍ତି से पुओ जदि परिचय दिए ताहले तो निजे बापा फसिबे कहीं ना नाबालिका थिला बेले ही आपण कागजी और सोनाली को घर नहीं प्रेग्नेंट करैथिले छुआ जन्म करैथिले। आज्ञा 15 वर्ष तल कथा हो कि 12 वर्ष तल कथा हो, मो बापा हूँ जेजे बापा हूँ कि XYZ समाज जितेक अच्छा वयस्क व्यक्ति से भी आज्ञा से समय ही मैरेज करते। आपण बापा भी से समय मैरेज करेंगे 12 वर्ष 13 वर्ष 14 वर्ष कथा कि सोनाली बापा भी मैरेज करेंगे, समस्त आईन नि जाऊ, समस्ते बंधा हवा दरकार।
ନାବାଳକ ଆଉ ସାବାଳକ ହବା ପୂର୍ବରୁ ହଁ ଯଦି ମୁଁ ସରି ନାବାଳିକା ଆଉ ସାବାଳିକା ଥିଲା ବେଳେ ବିବାହ କରି ମୁଁ ତ କରିନାହିଁ, ମୁଁ ସାବାଳକ ହେଇସାରିଥିଲି, ସିଏ ବି ସାବାଳିକା ହେଇସାରିଥିଲା। ଯଦି ନାବାଳିକା ଉପରେ କଥା ଯିବା ତାହେଲେ ପୂର୍ବରୁ ବି ଆମ ପିଢି ମାନେ ବି ଜେଜେବାପା ହୁଅନ୍ତୁ ବଡ ବାପା ହୁଅନ୍ତୁ ସେଇମାନେ ବି ମ୍ୟାରେଜ କରିଥିଲେ ନାବାଳିକାରେ। ତାହେଲେ ଆପଣଙ୍କ ମାଧ୍ୟମରେ ବି ମୁଁ ଜଣାଉଛି ସୋନାଲିର ବାପା ବୋଉ ବି ନାବାଳକର ମ୍ୟାରେଜ କରିଥିଲେ, ତାଙ୍କୁ ବି ବନ୍ଧା ଯାଉ। ସେଇଟା ଯଥାର୍ଥ କଥା ନାହିଁ। କାହା କଥାରେ ପଡିକି ପ୍ରଲୋଭନରେ ପଡିକି କାହା କଥାରେ ପଡିକି ନିଜ ଉପରେ ଦୋଷ ନେଇକି ଆଜି ମାନେ ଅନ୍ୟର ଦୋଷଟାକୁ ନିଜ ଉପରେ ମୁଣ୍ଡେଇ ନେଇଛନ୍ତି। କିନ୍ତୁ ସବୁଠୁ ସିଏ ହିଁ ବିଚାର ଜାଣିଥିବେ କଣ ସତ୍ୟତା ଅଛି ବୋଲି। ଆପଣ କାହିଁକି ତାଙ୍କୁ ଯାତ୍ରାରେ କାହିଁକି ଛାଡି ଦେଇକି ପଳେଇଲେ, କାହିଁକି ତାଙ୍କୁ ସାଙ୍ଗରେ ନେଲେନି? ଏମିତି ଆଜ୍ଞା ଯାତ୍ରାରେ ଛାଡିଦେବାର କଥା ହେଲା, ଯେହେତୁ ମୋ ମାଙ୍କ ଦେହ ଅସୁସ୍ଥ ଥିଲା, ମୁଁ ଚାଲି ଯାଇଥିଲି। ତାପରେ ମୁଁ ଯେତେବେଳେ ଯିବା ପରେ ମୋ ମା ଡେଥ୍ ହେଇଗଲେ, ସେଇ ସମୟରେ ମୁଁ ତାଙ୍କୁ ଡାକିଥିଲି, ମୋ ପରିବାର ଲୋକ ବି ଡାକିଥିଲେ, ସେ ମନା କଲେ। କେତେ ଦିନ ଗ୍ୟାପ? ଦୀର୍ଘ ଆମେ ଦଶା ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ। ମାତ୍ର 10 ଦିନରେ ଏସବୁ କାହାଣୀ ଘଟିଗଲା। ହଁ, ମୋ ବୋଉଙ୍କ ଦେହ ଖରାପ ହେଲା, ମତେ ଖବର ଆସିଲା, ମୁଁ ଚାଲି ଯାଇଥିଲି। ତାପରେ ଏଇ ସବୁ ଘଟଣା ଘଟିଗଲା। ତାପରେ ସେ ବୟାନ ଦେଲେ ଯେ ମୁଁ ଯିବା ପାଇଁ ଚାହୁଁନି, ମୁଁ ରହିବା ପାଇଁ ଚାହୁଁଛି। ସେତେବେଳେ ଛୁଆ କୋଉଠି ଥିଲେ? ଆମ ପାଖରେ ହଁ ଉଭୟ ଯେତେବେଳେ ଯାତ୍ରାକୁ ଥିଲା ସେତେବେଳେ ଛୁଆ କଣ ଘରେ ଥିଲା ଆପଣଙ୍କ ଘରେ? ହଁ ଆମ ଘରେ ଥିଲା, ମୋ ମାମା ହିଁ ତାକୁ ପାଳିଥିଲେ। ତାପରେ ମୋ ମାମା ପୁଅକୁ ଯେତେବେଳେ 3 ବର୍ଷ ହେଇଥିଲା ମୋ ମାମା ଚାଲିଗଲେ। ତାପରେ ମୋ ବାବାଙ୍କର ମୋର ହିଁ ତାଙ୍କୁ ଲାଳନ ପାଳନ କରି ଯେତେବେଳେ କଲେ। ଆପଣଙ୍କ ଘରେ କଣ ସୋନାଲିକୁ ଆକ୍ସେପ୍ଟ କରିଥିଲେ? ହଁ ସମସ୍ତେ କରିଥିଲେ, ଗ୍ରହଣ କରିଥିଲେ, ସେ ଆମ ଘରେ ରହୁଥିଲେ, ଖାଉଥିଲେ, ପିଉଥିଲେ, ନିଜ ଝିଅ ପରି ହିଁ ଦେଖୁଥିଲେ। ତାଙ୍କର ତ ଅଭିଯୋଗ ରହୁଛି ଯେ ସିଏ ତାଙ୍କୁ ନା ତାଙ୍କ ଘରେ କେହି ଅନଉଥିଲେ ନା ଆପଣଙ୍କ ଘରେ। ଆପଣଙ୍କର ବ୍ରହ୍ମପୁରରେ କୋଉ ମାଉସୀ କି ମାମୁଁ ଘରକୁ ଯାଇଥିଲେ, ତାପରେ ଭୁବନେଶ୍ୱର, ଏମିତି ବିଭିନ୍ନ ଜାଗା ଆପଣ ମାନେ ନା ସେ ଯୋଉ ଅଭିଯୋଗ କରିଛନ୍ତି, ଯେତେବେଳେ ମୁଁ ତାଙ୍କୁ ଧରି ପଳେଇ ଆସିଥିଲି ସେହି ସମୟରେ ଆମ ମାମୁଁ ଘରେ ଆମେ ଥିଲୁ। ମାମୁଁ ଘରେ ଆମ ମ୍ୟାରେଜ ହେଇଥିଲା, ଛୁଆ ତ ଆମ ଘରେ ରହିଥିଲା। ଛୁଆ କୋଉଠି ଜନ୍ମ ହେଲା? ଛୁଆ ପୁରୀ ବଡ ମେଡିକାଲରେ ଜନ୍ମ ହେଲା, ତାପରେ ଆମ ଘରକୁ ଗଲା। ଆଉ ସୋନାଲି ଆଜି ମିଛ କେମିତି କହିଦଉଛନ୍ତି, ଗୋଟେ ମା ହେଇକି ମା ର ଛୁଆକୁ ନିଜର ସ୍ତନରୁ ମାନେ ଦେଇଛନ୍ତି ସବୁ କିଛି, ତାଙ୍କୁ ଦୁନିଆ ଆଗକୁ ଆଣିଛନ୍ତି, କିନ୍ତୁ ଗୋଟେ ଛୁଆକୁ କେମିତି ଭୁଲି ଯାଉଛନ୍ତି, ଏଇଟା ବହୁତ କଷ୍ଟ। ଛୁଆ ସହିତ କେତେ ସମୟ ସୋନାଲି କଟେଇଛନ୍ତି? ବହୁତ ସମୟ ଆଜ୍ଞା, 2 ବର୍ଷ ତଳେ ଆସିଥିଲା, ଭିଡିଓ କରିଛି। ଛୁଆ ଜନ୍ମ ହେଇଥିଲା ପରଠୁ ଯେତେବେଳେ ଯାତ୍ରା ଆପଣ ମାନେ ଗଲେ, ଯାତ୍ରା ପୂର୍ବରୁ କେତେ ସମୟ ଛୁଆ ସହିତ? ବହୁତ ଭଲ ଭାବରେ ଆମେ ଗୋଟେ ଛୁଆର ବାର୍ଥଡେ ପାଳନ କରିଥିଲୁ ଆମ ଗାଁ ସାରା। ଜନ୍ମଦିନର ହଁ ଜନ୍ମଦିନ ପାଳନ କରିଥିଲୁ ସେ ଛୁଆର, ବହୁତ ସୁନ୍ଦର ଭାବେ ଆମ ଗାଁରେ ଟୋଟାଲ ସମସ୍ତେ ଜାଣିଛନ୍ତି, ଆଉ ବହୁତ ଧୁମଧାମ ରେ ପାଳନ କରାଯାଇଥିଲା। ଯେତେବେଳେ ଆପଣ ମାନେ ଯାତ୍ରାକୁ ଆସିଥିଲେ ସେତେବେଳେ ଛୁଆ କେତେ ବର୍ଷ? ବର୍ଷେ 6 ମାସ 7 ମାସ। ସେ କଅଁଳା ଛୁଆଟାକୁ ବି ଘରେ ଛାଡିକି ଆପଣ ମାନେ ଆସିଥିଲେ? ଆଜ୍ଞା ଯାତ୍ରାରେ ଯୋଉମାନେ ବି ଅଛନ୍ତି ନିଜ ଛୁଆକୁ ବି ଛାଡିକି ଆସୁଛନ୍ତି, ଯାତ୍ରାଟା ମ୍ୟାଟର ଆଜ୍ଞା। ଆମେ 2 ଜଣଙ୍କର ଇନକମ୍ ସୋର୍ସ ପାଇଁ ଆସିଥିଲୁ। ତା ଭିତରେ ଆପଣ ଗୋଟେ ମେଡିକାଲରେ ବି ଆପଣ ମାନେ କୋଉଠି ଗୋଟେ ଚାକିରି କରୁଛନ୍ତି, ମେଡିକାଲ ନା କ୍ଲିନିକ କୋଉଠି ଗୋଟେ ଚାକିରି କରୁଛନ୍ତି? ହଁ ମୁଁ ତ ସେଇଟା ସବୁ କହିଛି, କୋଉଠି କୋଉଠି କହିଛି, ମୋ ଲାଇଫ ଷ୍ଟୋରି ତ ମୁଁ କହିସାରିଛି। ହଁ ମାନେ ସେତେବେଳେ ପୁଅ ହେଇନଥିଲା, ସେତେବେଳେ ପୁଅ ହେଇନଥିଲା, ମୋ କାହାଣୀ ତ ମୁଁ କହିସାରିଛି। ତା ପରବର୍ତ୍ତୀ ମୁହୂର୍ତ୍ତ କଥା, ତାପରେ ଛୁଆକୁ ଛାଡ଼ିଲା ପରେ ଆମେ ଯାତ୍ରାକୁ ଯାଇଥିଲୁ 2 ଜଣ ଯାକ। ମେଡିକାଲ ଏମିତି କଣ ଅସୁବିଧା ହେଇଗଲା ଯୋଉଥିପାଇଁ ଛାଡ଼ିଥିଲେ? ଆଜ୍ଞା ଫାଷ୍ଟ ପୁରା ପ୍ରଥମେ ଯେତେବେଳେ ତାକୁ ଧରି ପଳେଇ ଆସିଥିଲି, ଫାଇଲିନ୍ ସମୟରେ, ଫାଇଲିନ୍ ନା ଫନି ଥିଲା 2013 ନା 14 ଏମିତି କଣ, ହଁ ସେଇ ସମୟରେ ଆସିଥିଲୁ, ଆମେ ଥିଲୁ। ସେଇଟା ବହୁତ ପୂର୍ବ କଥାଟା, ସେଇଟା କୌଣସି ଯାହାବି ସେ ଆରୋପ ଲଗେଇଛନ୍ତି ମିଥ୍ୟା ସବୁ। ଘରୁ ବାହାରିକି କେତେ ବର୍ଷ ଏମିତି ଆପଣ ମାନେ ଏପଟ ସେପଟ ହେଇଛନ୍ତି? କୌଣସି ଘରୁ ବାହାରିକି ଆଜ୍ଞା ଆମେ ଏପଟ ସେପଟ ହେଇନୁ। ମୋ ଫ୍ୟାମିଲି ଲୋକ ବି ମୋ ପାଖକୁ ଯାଇଛନ୍ତି। ତା ଫ୍ୟାମିଲି ଲୋକ ବି ମୋ ପାଖକୁ କଟକ ଆସିଛନ୍ତି, ରହିଛନ୍ତି। ଧବଳେଶ୍ୱର ଯାଇଛୁ, ବୁଲିଛୁ, ସବୁ କରିଛୁ। ତା ଭଉଣୀ ମାନେ ବି ଆସିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ 14 ବର୍ଷରୁ 17 ବର୍ଷ ପର୍ଯ୍ୟନ୍ତ ପାଖାପାଖି 3-4 ବର୍ଷ ଆପଣ ମାନେ ସବୁବେଳେ ଏଠି ସେଠି ଦୁନିଆ ଲୋକେସନ ଆପଣ ମାନେ ବଦଳେଇଛନ୍ତି। ଗୋଟେ କଥା ଆପଣ ବିଚାର କରନ୍ତୁ, ଗଣମାଧ୍ୟମରେ ମୁଁ ଜଣାଇବା ପାଇଁ ଚାହୁଁଛି, 14 ବର୍ଷ ବୟସରେ ସିଏ କୋଉ କ୍ଲାସ ପଢୁଥିଲେ? 14 ବର୍ଷ +2 ଫାର୍ଷ୍ଟ ଇୟର ହୁଏ? 14-15 ସେଇଆ ଯାହା ତାଙ୍କ ଓକିଲ କହିବା କଥା। 14 ବର୍ଷରେ ଜଣେ +2 ଫାର୍ଷ୍ଟ ଇୟର ପଢିପାରିବ? 10th ହଉଛି ପରା 15 ବର୍ଷ।
ତାହେଲେ 14 ବର୍ଷରେ ସେ ଥିଲେ କୋଉଠି? +2 ସେକେଣ୍ଡ ଇୟର ମାନେ ଆପଣ ଚିନ୍ତା କରନ୍ତୁ 18 ବର୍ଷ ସେ ହେଇସାରିଥିଲେ। ଭୋଟର ଆଇଡିରେ ମୋର ଅଛି 29 ବର୍ଷ, ତାଙ୍କୁ ହିସାବ କରିଦିଅନ୍ତୁ କେତେ ବର୍ଷ ପୂର୍ବ ଡିଷ୍ଟାନ୍ସ। 19 ବର୍ଷ। ତାଙ୍କୁ ବୟସ ହେଇଥିଲା 18ରୁ ଉର୍ଦ୍ଧ୍ୱ ହେଇସାରିଥିଲା। ଓକିଲ ଆଗେ ନିଜେ ତର୍ଜମା କରନ୍ତୁ, ନିଜେ ବିଚାର କରନ୍ତୁ ଏଇ କଥାଟା ଏୟା ବୋଲି। କାହା କଥାରେ ପଡ଼ିକି ଆଜ୍ଞା ବୟାନ ଦେଇଦେବେ, ଆପଣ ହିଁ ଭୁଲର ଦୋଷୀ ହଉଛନ୍ତି। ମାନେ ଏଇ ଯୋଉ ଛୁଆଟି ପୂର୍ବରୁ ବି ପୁଣି ଥରେ କେବେ ଗୋଟେ ଛୁଆ ଅବର୍ଷଣ ବି କରିଛନ୍ତି ଆପଣ ମାନେ? ମୋର ଫାଷ୍ଟ ଛୁଆ ଇଏ, ମୁଁ କାହିଁକି ଆବର୍ଷଣ କରିବି? ତା ପୂର୍ବରୁ ବି ଗୋଟେ ଅବର୍ଷଣ ହେଇଛି ଗୋଟେ ଛୁଆ ବୋଲି ଯାହା ସୋନାଲି ଅଭିଯୋଗ କରୁଛନ୍ତି ନା କୋର୍ଟ। ନା ନା, ମୋର ଗୋଟେ ଛୁଆ। 13ରେ ବାହାରିଲି, 14ରୁ ଛୁଆ ଜନ୍ମ ହେଲା। ତାହେଲେ ଗୋଟେ ବର୍ଷକରେ କଣ 2ଟା ଛୁଆ ହେଇଯାଉଛି? ଆବର୍ଷଣ କଲା ପରେ ଆଉ ଗୋଟେ ଛୁଆ ହେଇଯାଉଛି? ତାହେଲେ ଛୁଆ ଆବର୍ଷଣ ସେ କରିଥିଲେ କେତେ ବର୍ଷ ପରେ, କେତେ ମାସ ପରେ କଲେ? ଅତି କମରେ ତ 2 ମାସ ପରେ କି 3 ମାସ ପରେ ଜଣା ପଡିବ ନା। ତାହେଲେ ଆବର୍ଷଣ କଲା ପରେ ଇଏ ହେଇଛି? ତାହେଲେ ଯଦି ଆବର୍ଷଣ କରିଥିଲେ କୋଉ ମେଡିକାଲରେ କରିଥିଲେ? ମତେ ସେଇଠିକି ନେଇକି ଯାଆନ୍ତୁ, ତାଙ୍କର ପ୍ରମାଣ ଦିଅନ୍ତୁ। କୌଣସି କଥାରେ ଏଟା ସତ୍ୟତା ନାହିଁ ଆଜ୍ଞା। ମାନେ ସୋନାଲି ପୁରା ଡାହା ମିଛ କହୁଛନ୍ତି ଉଚ୍ଚ ନ୍ୟାୟାଳୟ। ଆଜ୍ଞା ଉଚ୍ଚ ନ୍ୟାୟାଳୟକୁ ସେ କେମିତି ପୁରା ମିଛ କହୁଛି ସେଇଟା ବୁଝି ବି ପାରୁନି। ଆଉ ନିଜେ ଯୋଉ ଯାତ୍ରାର ଅଭିନୟ କରୁନାହାନ୍ତି, ବୋଧେ ରିଅଲ ଅଭିନୟ ସେୟା ହିଁ ଯାତ୍ରା ପାଟି ବୋଲି ଭାବି ଦଉଛନ୍ତି। ଧର୍ମର ବିଚାର ଅଛି, ଧର୍ମ ହିଁ ଅଛି। ଆଉ ମୁଁ ମୋ ଉପରେ ମୋର ଭରସା ଅଛି, ମୋ ପୁଅ ପାଇଁ ମୁଁ ନ୍ୟାୟ ଲଢୁଛି ମାନେ ଲଢିବି। ମୋ ପାଟି ଚୁପ୍ କରି ଦିଆଯିବନି। ଯେପର୍ଯ୍ୟନ୍ତ ସତ୍ୟତା ନ ଆସିଛି ସାମ୍ନାକୁ ସେ ପର୍ଯ୍ୟନ୍ତ ମୁଁ ଛାଡ଼ିବିନି। ଆ ଭିତରେ ଆଉ ଗୋଟେ ଜିନିଷ, ଗୋଟେ କଥା ଅନେକଙ୍କର ପ୍ରଶ୍ନ ବି ରହିଥିଲା, ମନକୁ ବି ଆସେ ଯେ ପୂର୍ବରୁ ଯେତେବେଳେ 12 ବର୍ଷ ହେଇଗଲା, 12 ବର୍ଷ ପରେ ଆପଣ ଏବେ ଆସିଲେ, ତାହେଲେ ଏଇ 12 ବର୍ଷ କାହିଁକି ଆସିଲେନି? ମାନେ ସୁନ୍ଦରୀ ଝିଅ ଦେଖିକି ସୁନ୍ଦରୀ ସ୍ତ୍ରୀକୁ ଏବେ ମନେ ପଇଲା, ଆଉ ସେବେ ମନେ ପକେଇ ପାରିଲେ ନାହିଁ? ଆଜ୍ଞା ଦେଖନ୍ତୁ, ମୁଁ ଯଦି ସୁନ୍ଦର ପୁଅଟେ ହେଇଛି, ମୋ ପାଇଁ ବି ସୁନ୍ଦର ଝିଅମାନେ ଅଛନ୍ତି, ଏଇଟା ମ୍ୟାଟର ନାହିଁ। ଯେ କଥାର ଯଥାର୍ଥ ଏହା ନାହିଁ, ଯେହେତୁ ମୁଁ ଆଜ୍ଞା ଗୋଟେ ଛୋଟ ଗରିବ ପରିବାରରୁ ମାନେ ବିଲଙ୍ଗ କରୁଛି। ମତେ ସେହି ସମୟରେ ବିଜେଡି ସରକାର ଯେତେବେଳେ ଚାଲିଥିଲା, ଆପଣ ପଚାରିକି ବୁଝନ୍ତୁ, ନାଣ୍ଡୁ ଯିଏ ଅଛି ସେ ତାର ଦବଦବା ଯାଜପୁରରେ କଣ ଥିଲା? ଏମିତି ମୁଁ ନାହିଁ ଆଜି ଆଜ୍ଞା, ସାମ୍ନାକୁ ସବୁ କମିଟି ବାଲା ବି ଆସି କହିଲେଣି ଯେ ଆମକୁ ସିଏ ସରକାରରେ ଚାପରେ ଚାପି ଦଉଥିଲା। ଆମଠାରୁ ପଇସା ନେଇକି ଆଡଭାନ୍ସ ନେଇକି କହିବ ଯେ ପାର୍ଟି ଯିବନି, ମୋର ଏଇ ଚିହ୍ନା ସେ ଚିହ୍ନା। ମୁଁ ଆଜ୍ଞା ଆପଣଙ୍କୁ ସାମ୍ନା କରିବା ପାଇଁ ଚାହୁଁନି, ସରକାରଙ୍କ କଥା ମୁଁ କଲୁନି। ଆଉ ପୂର୍ବରୁ ବି ଦେଖିବେ 2 ଦିନ ପୂର୍ବରୁ କମିଟି ବାଲା ଦେଇଛନ୍ତି। ଆଜି ସେ ସରକାରରେ ନାହିଁ, ସରକାରର କୋଉଠି ପରିବର୍ତ୍ତନ ଆସିଛି, ଧର୍ମର ଜୟ ହେଇଛି, ନିଶ୍ଚିତ ହିଁ ଜୟ ହବ। ଏଇପରି କେତେ କୁପ୍ରକୃତି ଲୋକ ଅଛନ୍ତି, କି ଏଇପରି ଗୋଟେ ରାବଣ ପରିଆ ଲୋକ ଅଛି, ତାକୁ ମୁଁ ନିଶ୍ଚିତ ବଦ୍ଧ କରିବି। ଆଗରୁ ଯଦି ବିଜୁ ଜନତା ଦଳର ସପୋର୍ଟ ପାଉଥିଲେ, ଏବେ ବି ତ ଭାରତୀୟ ଜନତା ପାର୍ଟି ସରକାର ଅଛି, ତାଙ୍କର ବି ସମର୍ଥନ ମିଳୁନଥିବ ବୋଲି କେମିତି ଭାବୁଛନ୍ତି? କୌଣସି ଆଜ୍ଞା ସପୋର୍ଟ ମିଳିବନି, ନାଣ୍ଡୁଆକୁ କୌଣସି ସପୋର୍ଟ ମିଳିପାରିବ ନାହିଁ। ଯେହେତୁ ନାଣ୍ଡୁଆ ପୂର୍ବରୁ ବହୁତ ଅନ୍ୟାୟ କରିଛି, ବହୁତ ଅଧର୍ମ କରିଛି। ଆଜ୍ଞା ସରକାର କଥା ଛାଡି ଦିଅନ୍ତୁ, ଧର୍ମର ପେଡି ଖୋଲି ଯାଇଛି ମାନେ ଏ ଅଧର୍ମୀ ପାପ ବିନାଶ ହବାଟା ସିଓର। ଆପଣ ଦେଖୁଥିବେ ଏବେ କେତେ କେତେ ଲୋକଙ୍କୁ ସେ ଲୁଟିଛି, 15 କୋଟି ଟଙ୍କା ଲୁଟିଛି ଓଡିଶାରୁ। ଆଜି ପର୍ଯ୍ୟନ୍ତ ବି ତା ଯାତ୍ରା ପାର୍ଟି ପଡିଛି ଭୂତମୁଣ୍ଡେଇରେ, ସେ ପର୍ଯ୍ୟନ୍ତ ବି କମିଟି ବାଲା ଯାଇକି ବସିଛନ୍ତି। ଗୋଟେ କମିଟି ନାହିଁ, 5ଟା କମିଟି ବସିଛି। ମାନେ ଭାବୁଥାନ୍ତୁ ଓଡିଶାରେ ଇଏ କେତେ ବଡ ଚକ୍ରାନ୍ତ ଚଲେଇଥିଲା। ଆଜି ସମସ୍ତଙ୍କର ସାହସ, ସମସ୍ତଙ୍କର ଭରସା ନିଶ୍ଚିତ ହିଁ ଧର୍ମ ଯୁଦ୍ଧରେ ଅଛି, ଆଉ ରାମଙ୍କର ବିଚାରଧାରାରେ ଅଛି। ସମସ୍ତେ ଯଥାର୍ଥରେ ନ୍ୟାୟ ପାଇବେ। ଆପଣ ସବୁ ଜିନିଷକୁ ନାଣ୍ଡୁ ବାବୁ ଆଡକୁ କାହିଁକି ଦୋଷ ଲଗୁଛନ୍ତି? ମୁଖ୍ୟ ଭିଲିଆନ ତ ସିଏ ନା। ଆଜି ଯଦି ମୁଁ ନାଣ୍ଡୁବାବୁ ମୁଁ ଏଗନେଷ୍ଟରେ ଯାଇଥିଲି, ନାଣ୍ଡୁବାବୁ କଣ କଲା ନା ମୋ ସ୍ତ୍ରୀ ଯୋଉ ସୋନାଲିକି ମୋ ସାମ୍ନାକୁ ଆଣିଦେଲା। ସିଏ ଯୋଉ ମୁକ୍ତି ପାଇବା ପାଇଁ ସୋନାଲିକି ପେଡୁଛି ଆଗକୁ, ତ ସୋନାଲିକି ସାରା ସମାଜ ଖରାପ ଭାବୁଛି, ନାଣ୍ଡୁବାବୁ ବି ଖରାପ ଭାବୁଛି। ବହୁତ ଗୁମର ଅଛି, ବହୁତ ଜଲ୍ଦି ଖୋଲିବି, ଆପଣ ବ୍ୟସ୍ତତା ହୁଅନ୍ତୁ। ଆଉ ଗୋଟିଏ କଥା କି ଆପଣଙ୍କ ଉପରକୁ ବର୍ତ୍ତମାନ ଯୋଉ ଆଜି ଯୋଉ ହାଇକୋର୍ଟର ଦ୍ୱାରସ୍ଥ ହେଇଛନ୍ତି ସୋନାଲି, ଆ ଯୋଗେ ଆପଣଙ୍କ ଉପରେ ପୋକ୍ସୋ କୋର୍ଟ ମାନେ ପୋକ୍ସୋ ଇଏ ଲାଗୁ ହବ। ଆପଣ ନାବାଳିକାକୁ ଦୁଷ୍କର୍ମ କରିବା, ତାଙ୍କୁ ଗର୍ଭବତୀ ଧାରଣ କରିବା, ଏ ଜିନିଷରେ ଆପଣଙ୍କୁ ଉପରେ ମଧ୍ୟ କେସ୍ ଲାଗୁ ହେଇକି ଆପଣଙ୍କୁ ଜେଲ ଦଣ୍ଡ ହବାର ବି ଯାହା ତାଙ୍କ ଓକିଲ କହିଛନ୍ତି। କୌଣସି ଆଜ୍ଞା ନାହିଁ ନ୍ୟାୟ, କି କୌଣସି ଲରେ ନାହିଁ ଯେ ପୂର୍ବ 15 ବର୍ଷ କେସ୍ ଆଜି ମାନେ ଫାଇଲ ହବ ବୋଲି। ଏଟା ଭୁଲ କଥା ଆଜ୍ଞା। ସିଏ ଯଦି ଲ ପଢି ନାହାନ୍ତି, ତାହେଲେ ସେ ଆମ ପାଖେ ଲ ପଢିବାକୁ ଆସନ୍ତୁ, ଆମେ ଲ ପଢିବୁ।
ଆପଣଙ୍କ ପାଖରେ ପ୍ରମାଣ ଅଛି ଯେ ସିଏ ନାବାଳିକା ନଥିଲେ। ନଥିଲେ ପ୍ରମାଣ ମୁଁ ଦେଇଦେଇଛି, ଆପଣଙ୍କ ମାଧ୍ୟମକୁ ବି ଦେଇଦେବି, କୌଣସି ପ୍ରୋବ୍ଲେମ୍ ନାହିଁ। ଆଉ ଗୋଟେ କଥା ଭିତରେ ଯେ ଯେବେ ଆପଣ ମାନେ ବିବାହ କରିଥିଲେ, ଯେବେ ଆପଣ ମାନେ ଭଲ ପାଇବା ଆରମ୍ଭ କରିଥିଲେ, ସେତେବେଳେ ବେଶୀ ସୁନ୍ଦର କିଏ ଥିଲେ, ଆପଣ ଥିଲେ ନା ସୋନାଲି? ଦି ଜଣ ତ କେହି ସୁନ୍ଦର ନଥିଲେ, ବୟସ ଅନୁକ୍ରମେ ସୁନ୍ଦରତାକୁ ଆସିଯାଇଥିଲେ। ଯେ ଛୋଟ ଛୁଆ ଆମେ ଥିଲୁ କି ବୟସ ଆମର 10 ବର୍ଷ ପୂର୍ବେ ଯାହା ମୋର ହେଲ୍ଥ ଥିଲା, ଆଜି 10 ବର୍ଷ ପରେ ମୋ ହେଲ୍ଥ ଅଛି, କାଲି ବି ସେ 10 ବର୍ଷ ପୂର୍ବେ ସିଏ ବି ଥିଲେ, 10 ବର୍ଷ ପରେ ଆଜି ସିଏ ଅଛନ୍ତି। ସୁନ୍ଦରତା ଭିତରେ କୌଣସି ଏଠି ଇଏ ନାହିଁ। ଦୁଇ ଜଣଙ୍କ ଭଲ, ଦୁଇ ଜଣଙ୍କ ବହୁତ ସୁନ୍ଦର ହୃଦୟ ଥିଲା, ଦୁଇ ଜଣ ପରସ୍ପର ବୁଝିପାରୁଥିଲେ। କିନ୍ତୁ ଆମ ଭିତରେ ଗୋଟେ ମଣିଷ, ଖରାପ ମଣିଷ ଗୋଟେ ପଶିକି ଗୋଟେ ଭୁଲ ଡିସିସନ ନେଇଯାଇଛି, ସେ ଅନୁତାପ ବି କରୁଛି। ମାନେ ଯୋଉ ଭୁଲ ବୁଝାମଣା ହେଲା ନା ନାଇଁ, ତାକୁ ଭୁଲ କରେଇ ଦିଆଗଲା? ଭୁଲ କରେଇ ଦିଆଗଲା, ଭୁଲ ଆକ୍ଚୁଆଲି କରେଇ ଦିଆଗଲା, କିନ୍ତୁ ନିଜ ଗୋଡରେ ସେ ନିଜେ କୁରାଢିଟା ମାରିଦେଲେ। ଆପଣ କଣ ସୋନାଲିଙ୍କୁ ନେଇକି ଯିବେ ଘରକୁ? ଏତେ ସବୁ ଘଟଣା ଘଟିଲା ପରେ ବି ତାର ସମୟ କହିବ, ବିଚାର ହବ, ଉଚ୍ଚ ନ୍ୟାୟାଳୟ କଣ କହିବେ, ତାର ଯାହା ବି ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଯାହା ବି ଆଇନର ଅନୁଯାୟୀ ଯାହା ବି ନ୍ୟାୟ ହବ, ସେ ନ୍ୟାୟକୁ ମୁଁ ସମ୍ମାନ କରିବି। ମାନେ କୋର୍ଟ ମ୍ୟାରେଜ କରିଥିଲେ? ଯେହେତୁ ଏଇଟା ଗାଁ ଗାଉଁଲି ପରିସ୍ଥିତିରେ ଥିଲା, ଏଇଟା କୋର୍ଟ ମ୍ୟାରେଜ ହେଇନଥିଲା। ଡିଭୋର୍ସ ଟା କେମିତି ହବ? ଡିଭୋର୍ସ ସେଟା ଉଚ୍ଚ ନ୍ୟାୟାଳୟ କରିବେ, ଯୋଉଠି ମୁଁ ଆଇନର ସହାୟତା ନେଇଛି, ଆଇନ ସପକ୍ଷରେ ଯାହା ହବ ସେଟା ହିଁ କରାଯିବ। ଏମିତି ନାହିଁ ଯେ କୋର୍ଟ ମ୍ୟାରେଜ କରୁଥିବା ବ୍ୟକ୍ତି ହିଁ ଡିଭୋର୍ସ ହଉଛି ବୋଲି। ଅନ୍ୟ ତ ଏମିତି ଅଛନ୍ତି ଯୋଉମାନେ କୋର୍ଟ ମ୍ୟାରେଜ କରିନାହାନ୍ତି, ତାଙ୍କର ବି ଡିଭୋର୍ସ ହଉଛି। ସେ କଥା କୌଣସି ଗାଁ ମନ୍ଦିର ମ୍ୟାରେଜରେ ତ ରେଜିଷ୍ଟ୍ରେସନ କିଛି ନଥିବ, ତାହେଲେ କେମିତି କଣ? ଛୁଆଟା ଜନ୍ମ ହେଇଛି, କେମିତି ଜନ୍ମ ହେଲା, ଛୁଆଟା ଆସିଲା କୋଉଠୁ, ମେଡିକାଲ ଟେଷ୍ଟ ହବ, DNA ଟେଷ୍ଟ ହବ। ଜନ୍ମ ହବା ପୂର୍ବରୁ ତ ସେ ମେଡିକାଲରେ ସିଗ୍ନେଚର ମାରିଥିବେ ମୋ ଛୁଆ ଜନ୍ମ ହବ ବୋଲି। ଆପଣଙ୍କ ପାଖରେ ଥିଲା, ଖୁସିରେ ଥିଲା, ସ୍କୁଲ ଯାଉଥିଲା, ସବୁ କରୁଥିଲା, ତାହେଲେ ପୁଣି ଏ କଥା କାହିଁକି ଉଠେଇଲେ? ଛୁଆକୁ ବି ଡିଷ୍ଟର୍ବାନ୍ସ କରାହେଲା। ଛୁଆ ଯେତେବେଳେ ମାର ପରିଚୟ ଖୋଜିଲା, ମୁଁ ଦେଇପାରିନଥିଲି, କାରଣ ମୋ ଛୁଆକୁ ମୁଁ ନିରବ ଏଥିପାଇଁ କରାଇଥିଲି, ଠିକ ଅଛି, ତାର ଭବିଷ୍ୟତ ଗଢିବା ପାଇଁ ଆମେ ଦୁଇ ଜଣ ଆଜି ପୁଅ ଆଉ ମୁଁ ବଳି ପଡିଯାଇଥିଲି। ଯେତେବେଳେ ତାର ଭବିଷ୍ୟତ ଗଢି ଉଠିଲା, ମୋର କୌଣସି ଆଜ୍ଞା ଧନ ପ୍ରତି ଲୋଭ ନାହିଁ, କୌଣସି କିଛି ବି ନାହିଁ। ଯେହେତୁ ସେ ପୁଅଟି ସ୍କୁଲରେ ପାଠଶାଠ ପଢିଲା, ବଡ ପିଲାଟିଏ ହେଲା, ସାଙ୍ଗସାଥି ହେଲା, ସେହି ସମୟରେ ଛୁଆର ପରିଚୟ, ମାର ପରିଚୟ ଛୁଆ ଖୋଜିଲା। ଗାଁର ସାଙ୍ଗସାଥି ହୁଅନ୍ତୁ, ବନ୍ଧୁବାନ୍ଧବ ହୁଅନ୍ତୁ, ସେଇ କହିଲେ ଇଏ ତୋ ମା ବୋଲି। ମତେ ଯେତେବେଳେ ଛୁଆଟି ପଚାରିଲା ବାବା ମୋ ମା କିଏ, ସେଇ ସମୟରେ ମୁଁ ସାମ୍ନାକୁ ଆସିଲି ଯେ ଇଏ ତୋ ମା ବୋଲି। ଆଜି ସେହି ମ୍ୟାଟରକୁ ନେଇକି ଆଜି ଏଠି ଏଇପରି ପରିସ୍ଥିତି ହେଇଛି। ତେବେ ଶ୍ରୀକ୍ଷେତ୍ର ସାମନ୍ତ ସିଂହାଙ୍କ ସହିତ କଥା ହଉଥିଲେ ସୋନାଲି ଓରଫ କାଗଜି ପଲେଇଙ୍କର ସ୍ୱାମୀ, ଯାହାଙ୍କ ନାଁରେ ଆଜି ସୋନାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଇଛନ୍ତି ଆଉ ତାଙ୍କ ନାଁରେ ଅଭିଯୋଗ ମଧ୍ୟ ଆଣିଛନ୍ତି। ତେବେ ଆଗାମୀ ଦିନରେ ଦେଖିବା ଯେ ପ୍ରକୃତରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ କି ପ୍ରକାର ନିଷ୍କର୍ଷକୁ ଯାଉଛନ୍ତି, କୋଉ ନିର୍ଦ୍ଦେଶନାମା ଦିଆଯାଉଛି। କାରଣ ଗୋଟେ ପଟେ ଯଦି ସୋନାଲିଙ୍କର ନାବାଳିକା ସମୟରେ ତାଙ୍କୁ ଗର୍ଭବତୀ କରାଇଥିବାର ଅଭିଯୋଗ ସେ ଆଣୁଛନ୍ତି, ଆଉ ସିଧାସଳଖ ଭାବରେ ତାଙ୍କର ସ୍ୱାମୀ ଶ୍ରୀକ୍ଷେତ୍ର ଏହାକୁ ଖଣ୍ଡନ ମଧ୍ୟ କରୁଛନ୍ତି। କିନ୍ତୁ ଏସବୁ ଭିତରେ ଯୋଉଠି ଛୁଆର କଥା ଆସୁଛି, ତାହେଲେ ଉଚ୍ଚ ନ୍ୟାୟାଳୟ କାହାକୁ ସମର୍ଥନ କରିବେ, କାହା ସପୋର୍ଟରେ ନ୍ୟାୟ ଦେବେ, ତେଣୁକରି ସେ ସମୟକୁ ହିଁ ଅପେକ୍ଷା। କହୁଛୁ ନମସ୍କାର।